ଦୃଶ୍ୟ ପରିଶ୍ରମ ଇନଭିଜିବଲ୍ ଲେବର। ଗୃହିଣୀମାନେ ଦିନସାରା ଯେଉଁ କାମ କରନ୍ତି ତାହା ଅଧିକାଂଶ ସମୟରେ କାହାରି ନଜରକୁ ଆସେ ନାହିଁ। ହଁ ବନ୍ଧୁମାନେ, ମୁଁ ଆପଣଙ୍କୁ ବୁଝାଉଛି ଯେ ସକାଳୁ ରାତି ଯାଏ ସେଇ ସମାନ ରୋଷେଇ, ସଫାସଫି, ବାସନ ମଜା, ଏହି କାମର କୌଣସି ଶେଷ ନଥାଏ। ଏଥିରେ ଆପଣ ମାନସିକ ଚାପ ବି ପାଆନ୍ତି। ଘରର ପ୍ରତିଟି ଛୋଟ ଜିନିଷକୁ ମନେ ରଖିବ, ଯେମିତିକି ରାସନ ସରିଗଲାଣି କିମ୍ବା ପିଲାଙ୍କ ପରୀକ୍ଷା, ପିଲା କେତେବେଳେ ସ୍କୁଲ ଯିବେ, ଆସିବେ, ଖାଇବେ, ଏ ସମସ୍ତ ଜିନିଷ ବହୁତ ମାନସିକ ଶକ୍ତି ଖର୍ଚ୍ଚ କରିଥାଏ। ତାପରେ କ'ଣ ହୁଏ ନା ନିଜସ୍ୱ ପରିଚୟର ଅଭାବ। କ'ଣ ହେଇଥାଏ ନା ଲସ୍ ଅଫ୍ ଆଇଡେଣ୍ଟିଟି। ଆପଣଙ୍କର କୌଣସି ପରିଚୟ ନଥାଏ। ବାପ ଘରେ ଥିଲେ ବାପର ଝିଅ, ଶାଶୁ ଘରେ ଗଲେ ଶାଶୁର ବୋହୂ, ହେଲେ ଆପଣଙ୍କ ନାଁ କେହି କହିବେନି, ନା ଧରିବେନି। ତ ଅନେକ ସମୟରେ ଜଣେ ମହିଳାଙ୍କର ନିଜର ସ୍ୱପ୍ନ ପରିଚୟର ଘରର ଚାରିକାନ୍ଥ ଭିତରେ ରହିଯାଏ। ସେ ନିଜ ନାଁ ଅପେକ୍ଷା ଅମୁକର ମା କିମ୍ବା ଅମୁକର ସ୍ତ୍ରୀ, ଅମୁକର ବୋହୂ, ଅମୁକର ଝିଅ ଏହି ସହିତ ପରିଚୟ ହୋଇଥାନ୍ତି। କ୍ୟାରିୟରର ପରିସମାପ୍ତି ଘଟେ। ଯେତେ ପାଠ ପଢ଼ିଥାନ୍ତୁ, ସେ ଚୁଲି ମୁଣ୍ଡକୁ ଯାଇକି ଖଡ଼ିକା ଚଲେଇବା ଛଡ଼ା ଆଉ କିଛି କରନ୍ତିନି। ଘରେ ରହିବା ଯୋଗୁଁ ଯିଏ କେହି ବି ଚାକିରି କରିଛନ୍ତି, ସେମାନେ ଗଲେ ପୁଣି ଆସିଲେ ଖଡ଼ିକା ଚଲେଇଲେ। ତ ଅନେକ ସମୟରେ ଏକ ପ୍ରକାର ଅବସାଦ ବା ରିଗ୍ରେଟ୍ ମନକୁ ଆସିଥାଏ, ମୁଁ କରିବିନି। ଗୃହିଣୀମାନଙ୍କର ଗୋଟେ ବଡ଼ ସମସ୍ୟା କ'ଣ ଜାଣନ୍ତି? ଆର୍ଥିକ ନିର୍ଭରଶୀଳତା, ଫାଇନାନ୍ସିଆଲ ଡିପେଣ୍ଡେନ୍ସ। ଅନ୍ୟ ଉପରେ ସେ ସର୍ବଦା ହିଁ ନିର୍ଭର କରନ୍ତି। ନିଜ ପାଖରେ ନିଜସ୍ୱ ଆୟ ନଥିବାରୁ ଅନେକ ଗୃହିଣୀ ନିଜର ଛୋଟ ଛୋଟ ଇଚ୍ଛା ପାଇଁ ଅନ୍ୟ ଉପରେ ସବୁବେଳେ ନିର୍ଭର କରିଥାନ୍ତି। ନିଜ ପାଇଁ କିଛି ଖର୍ଚ୍ଚ କରିବା ସମୟରେ ସେମାନଙ୍କୁ ଦୋଷୀ ଅନୁଭବ ହୁଏ କିମ୍ବା ଅନ୍ୟକୁ ମାଗିବାକୁ ସଙ୍କୋଚ ଲାଭ କରିଥାନ୍ତି। ଆଉ ଗୋଟିଏ ବଡ଼ ସମସ୍ୟା କ'ଣ ଜାଣନ୍ତି? ସୋସିଆଲ ଆଇସୋଲେସନ୍। ସେ ସବୁବେଳେ ସାମାଜିକ ଏକାକୀପଣରେ ରହିଥାନ୍ତି। ଦିନସାରା ଘରର କାମରେ ବ୍ୟସ୍ତ ରହିବା ଯୋଗୁଁ ବାହାର ଦୁନିଆ ସହ ସମ୍ପର୍କ କମିଯାଏ। କଥା ହେବାକୁ ସୁଯୋଗ ନଥାଏ। ଯଦି ବି କାହା ସାଙ୍ଗରେ କଥା ହେଲେ ତାହା ସେମାନେ ସସ୍ପେନ୍ସରେ ଆସିଥାନ୍ତି। ଅନ୍ୟମାନେ ସେମାନଙ୍କୁ ସନ୍ଦେହ କରିଥାନ୍ତି। ଆମ ଘର ବିରୁଦ୍ଧରେ କହିଲା କି, ଆମ ବିରୁଦ୍ଧରେ କହିଲା କି, ଆମ ଘର ଭାଙ୍ଗିଲା କି, ଇତ୍ୟାଦି କଥା। ଗୃହିଣୀମାନଙ୍କର ବିରାଟ ସମସ୍ୟା ହେଲା ବିଶ୍ରାମର ଅଭାବ। ନୋ ଅଫ୍ ସୁଇଚ୍। ତାଙ୍କର କେବେ ବି ଛୁଟି ନାହିଁ। ନନ୍ଷ୍ଟପ୍ ସେମାନେ କାମ କରିଚାଲିଥାନ୍ତି ଦିନଠୁ ରାତି ଯାଏ। ଜଣେ ଚାକିରିଆ ବ୍ୟକ୍ତିଙ୍କ ପାଇଁ ରବିବାର ଛୁଟି ଥାଏ, କିନ୍ତୁ ଗୃହିଣୀ ପାଇଁ ରବିବାର ସବୁଠାରୁ ଅଧିକ କାମ ଥାଏ। ଦେହ ଖରାପ ସମୟରେ ବି ବିଶ୍ରାମ ନାହିଁ। ଦେହ ଭଲ ନଥିଲେ ବି ପରିବାରର ସମସ୍ତଙ୍କ ଖାଇବା ପିଇବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିଥାଏ। ତ ଏତିକି ମୁଁ ଅନୁରୋଧ କରୁଛି ସମସ୍ତ ଗୃହିଣୀମାନଙ୍କ ପାଇଁ, ନିଜେ ସ୍ୱାବଲମ୍ବୀ ହୁଅନ୍ତୁ, ଆଉ ନିଜର ପରିଚୟ ସୃଷ୍ଟି କରନ୍ତୁ। ନିଜର ଆର୍ଥିକ ବୋଝ ନିଜେ ହିଁ ଉଠାନ୍ତୁ। ନିଜର ସ୍ୱପ୍ନକୁ ପୂରଣ କରନ୍ତୁ। ନିଜେ ଏକ ସ୍ୱାବଲମ୍ବୀ ହୁଅନ୍ତୁ। ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ କୌଣସି ଫ୍ରଡ଼୍ କଥା କହୁନାହିଁ, କୌଣସି ମିଥ୍ୟା ପ୍ରତିଶ୍ରୁତି ଦେଉନାହିଁ ଯେ ଆପଣ ବି ଯଦି ଇଚ୍ଛା କରନ୍ତି ନିଜ ଗୋଡ଼ରେ ନିଜେ ଠିଆ, ନିଜେ ସ୍ୱାବଲମ୍ବୀ ହୋଇ ନିଜର ସ୍ୱପ୍ନ ପୂରଣ କରିବା ପାଇଁ, ତେବେ ମୋ ସହିତ ଯୋଡ଼ି ହୁଅନ୍ତୁ। ଆମେ ଇଣ୍ଟରେଷ୍ଟେଡ୍ ଅଛୁ କହି ମୋତେ ମୋର ବାୟୋରେ ଥିବା ହ୍ୱାଟ୍ସଆପ୍ ଲିଙ୍କରେ ମେସେଜ୍ କରନ୍ତୁ। ମୁଁ ଆପଣଙ୍କୁ ବାଧା କରୁଛି, ନିଶ୍ଚୟ ଆପଣଙ୍କୁ ଜଣେ ସକ୍ଷମ ନାରୀ କରି ଗଢ଼ିବି।